হ্যালো অ্যাসপিরেন্টস, তো আমি ସମସ୍ତେ ଜାଣିଛେ 30 ମେ 2026ରେ ବିଡ୍ ଏକ୍ଜାମିନେସନ୍ କଣ୍ଡକ୍ଟ କରାଯିବ। ତ ତା ପୂର୍ବରୁ ଯଦି ଆମେ ସିଲାବସ୍କୁ ଭଲସେ ଜାଣିବା ତ ବିଡ୍ ସିଲାବସ୍ଟି କମ୍ପ୍ଲିଟଲି ଦୁଇଟା ସେକ୍ସନରେ ଡିଭାଇଡ୍ କରେ, ଯେଉଁଠି ସେକ୍ସନ୍ 1 40 ମାର୍କ ରହେ ଏବଂ ସେକ୍ସନ୍ 2ଟି 60 ମାର୍କ ରହେ। ତ ଯଦି ଆମେ ଆର୍ଟ୍ସ ଷ୍ଟ୍ରିମ୍ ଏବଂ ସାଇନ୍ସ ଷ୍ଟ୍ରିମ୍ ଦେଖିବା, ସେମାନଙ୍କର ବୋଥ୍ ସେକ୍ସନ୍ 1ଟି କମନ୍ ରହେ ଏବଂ ସେକ୍ସନ୍ 1ରେ କ'ଣ କ'ଣ ସବୁ ଟପିକ୍ ଆସେ? ଇଂଲିଶ, ଜେନେରାଲ ଆୱାରନେସ୍, ରିଜନିଂ ଏବଂ ଟିଚିଂ ଆପ୍ଟିଚ୍ୟୁଡ୍ ଏବଂ ଇଚ୍ ଟପିକ୍ରୁ 10 ମାର୍କର କ୍ୱେଶ୍ଚିନ୍ ଆସେ। ତ ଏମିତି ସେକ୍ସନ୍ 1ଟି 40 ମାର୍କର କ୍ୱେଶ୍ଚିନ୍ ରହେ ଏବଂ ସେକ୍ସନ୍ 1ଟି ବୋଥ୍ ସାଇନ୍ସ ଏବଂ ଆର୍ଟ୍ସ ପିଲାଙ୍କ ପାଇଁ କମନ୍ ରହେ। ନେକ୍ସଟରେ ସେକ୍ସନ୍ 2ଟି ବୋଥ୍ ସାଇନ୍ସ ପିଲାଙ୍କର ଏବଂ ଆର୍ଟ୍ସ ପିଲାଙ୍କର ଡିଫରେଣ୍ଟ ରହେ। ସେକ୍ସନ୍ 2 ଯେଉଁ 60 ମାର୍କ କଣ୍ଟେନ୍ କରେ, ତ ଆର୍ଟ୍ସ ଷ୍ଟ୍ରିମ୍ରେ ସେଟା ଜେନେରାଲ ଇଂଲିଶ 15 ମାର୍କର, ଓଡ଼ିଆ 10 ମାର୍କର, ହିଷ୍ଟ୍ରି ଆଣ୍ଡ ପଲିଟିକାଲ ସାଇନ୍ସ 20 ମାର୍କର, ଜିଓଗ୍ରାଫି ଆଣ୍ଡ ଇକୋନୋମିକ୍ସ 15 ମାର୍କର। ତ ଏମିତି ଆଡ୍ ହେଇକି କମ୍ପ୍ଲିଟଲି 60 ମାର୍କର କ୍ୱେଶ୍ଚିନ୍ ଆସେ। ତ ଏପଟେ ସାଇନ୍ସ ଷ୍ଟ୍ରିମ୍ରେ ସେକ୍ସନ୍ 2ଟି କ'ଣ ହେଇଯାଏ? ସେକ୍ସନ୍ 2ରେ ଫିଜିକାଲ ସାଇନ୍ସ 20 ମାର୍କର, ବାୟୋଲୋଜିକାଲ ସାଇନ୍ସ 20 ମାର୍କର, ମ୍ୟାଥମେଟିକ୍ସ 20 ମାର୍କର। ତ ଏମିତି ହେଇକି 60 ମାର୍କର କ୍ୱେଶ୍ଚିନ୍ ସେକ୍ସନ୍ 2ରେ ରହେ। ତ ପେପରଟି ବୋଥ୍ ସେକ୍ସନ୍ 1 ଏବଂ ସେକ୍ସନ୍ 2କୁ ମିଶେଇ 100 ମାର୍କର କ୍ୱେଶ୍ଚିନ୍ ଆସେ। ତ ଆଶା କରୁଛି ସିଲାବସଟି ସମସ୍ତେ ବୁଝିପାରିଥିବ। ଯଦି ଚାହୁଁଛ ସେକ୍ସନ୍ 2କୁ ଡିଟେଲ୍ସରେ ବୁଝିବା ପାଇଁ, ତେବେ କମେଣ୍ଟ ସେକ୍ସନ ଜଣେଇ ଦିଅ ଏବଂ ଚ୍ୟାନେଲକୁ ମଧ୍ୟ ସବସ୍କ୍ରାଇବ କରିଦିଅ, କାରଣ ବିଡ୍ ରିଗାର୍ଡିଂ ଯାହା ସବୁ ଇନଫର୍ମେସନ୍ ନେକ୍ସଟ ଆସିଯିବ ତାହା ତମେ ଏଇ ଗୋଟିଏ ଚ୍ୟାନେଲରେ ପାଇଯିବ।